ଯେତେବେଳେ ଚାହିଁବେ ସେ ନାରୀ ତୁମକୁ ଦେବ। ମିଳନ ପାଇଁ ରାତି ଦିନ ଡାକିବ। କେବଳ 2ଟି ରସୁଣ ଏଇଠି ରଖିଦିଅ। ଗ୍ୟାରେଣ୍ଟି ଦେଉଛି ସେ ନାରୀ 5 ମିନିଟ୍ରେ ତୁମ ପାଖକୁ ଆସିବ। ଯାହା ଚାହିଁବେ ତାହା କରିବ। କେବଳ ଆଜି ରାତିରେ ଗୋଟିଏ ଥର କରିକି ଦେଖନ୍ତୁ। ଆଜ୍ଞା ହଁ, ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ବିନା ମନ୍ତ୍ରତନ୍ତ୍ରରେ କେବଳ 2ଟି ରସୁଣ କୁଲା ସାହାଯ୍ୟରେ ଆପଣ କିପରି ନିଜ ପସନ୍ଦର ସେ ଝିଅ ବା ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ପଟେଇ ପାରିବେ, ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର ପଇସା ଖର୍ଚ୍ଚ କରିବାକୁ ପଡ଼ିବନି କିମ୍ବା କୌଣସି ପ୍ରକାର ମନ୍ତ୍ରତନ୍ତ୍ର କରିବାକୁ ପଡ଼ିବନି କିମ୍ବା କୌଣସି ପ୍ରକାର କଷ୍ଟ କାମ କରିବାକୁ ପଡ଼ିବନି। କେବଳ 2ଟି ରସୁଣ କୁଲା ସାହାଯ୍ୟରେ ଆପଣ ସେ ଝିଅକୁ ପଟେଇ ପାରିବେ। ପଡ଼ିଶା ଘର ସୁନ୍ଦରୀ ଭାଉଜଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଆଜ୍ଞା ହଁ, ଆପଣ ସମସ୍ତଙ୍କର ଇଚ୍ଛା ଥିବ କେଉଁ ନା କେଉଁ ଝିଅ ବା ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ପଟେଇବା ପାଇଁ, ତାକୁ ନିଜ ପ୍ରେମରେ ଦିବାନୀ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିବା ପାଇଁ। କିନ୍ତୁ ଇଏ ଏତେ ସହଜ ନୁହେଁ। ଏଥିପାଇଁ ଆମର ତନ୍ତ୍ରଶାସ୍ତ୍ରରୁ ମୁଁ ଆଜି ଆପଣଙ୍କ ପାଇଁ 2ଟି ରସୁଣର ଏମିତି ଏକ ମହା ଶକ୍ତିଶାଳୀ ବଶୀକରଣ ନେଇ ଆସିଛି। ଯଦି ଆପଣ ଏହି ବଶୀକରଣକୁ ଠିକ୍ ଭାବରେ କରିଦେଲେ, ମୁଁ ଆପଣଙ୍କୁ ଯେମିତି ବତେଇବି ଆପଣ ଠିକ୍ ସେହିପରି କରିଦେଲେ, ଗ୍ୟାରେଣ୍ଟି ଦେଉଛି ଆପଣ ଯେଉଁ ଝିଅକୁ ଚାହିଁବେ ନିଜ ବଶରେ କରିପାରିବେ। ଏଥିପାଇଁ ଆଜିର ଏହି ଭିଡ଼ିଓଟି ଆପଣଙ୍କର ଇଚ୍ଛାକୁ ପୂରଣ କରିବ। କାହିଁକି ନା ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ବିନା ମନ୍ତ୍ରତନ୍ତ୍ରରେ କେବଳ 2ଟି ରସୁଣ କୁଲା ସାହାଯ୍ୟରେ ଝିଅ ପଟେଇବା ପାଇଁ ବଶୀକରଣ, ବିବାହିତା ନାରୀକୁ ପଟେଇବା ପାଇଁ ବଶୀକରଣ। ଏହି ବଶୀକରଣ ଏତେ ଶକ୍ତିଶାଳୀ କି ଏହାର ପ୍ରୟୋଗ କେବେ ବି ଖାଲି ଯାଏନି। ଯିଏ ବି ଏହାକୁ କରିଛି 100ରୁ 100% ସଫଳ ହେଇଛି। ନିଜ ପସନ୍ଦର ଝିଅ ବା ବିବାହିତା ଭାଉଜକୁ ପଟେଇ ପାରିଛି। ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ମଧ୍ୟ ଫେରାଇ ଆଣିପାରିଛି। ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିଛି। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। 2ଟି ରସୁଣ କୁଲାର ଏହି ବଶୀକରଣ ପ୍ରଚଣ୍ଡ ମହାଶକ୍ତିଶାଳୀ ବଶୀକରଣ। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ଏହାକୁ ଆପଣ ଭାବିଚିନ୍ତି ପ୍ରୟୋଗ କରିବେ। ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିବେନି। ଯଦି ଆପଣ ସେ ଝିଅ ବା ନାରୀକୁ ବା ବିବାହିତା ନାରୀକୁ ସତପ୍ରେମ କରୁଛନ୍ତି, ତାକୁ ବିବାହ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିବେ। ଅନ୍ୟଥା ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣ ବିଧିକୁ ପ୍ରୟୋଗ କରିବେନି। ଠିକ୍ ଅଛି, ତେବେ ଏହି ବଶୀକରଣ କରିବା ସବୁଠାରୁ ସହଜ। ଏହାକୁ ଆପଣ କିପରି କରିବେ, କେମିତି କରିବେ, ଏହାର ପ୍ରୟୋଗ ବିଧି କ'ଣ, ମୁଁ ଆପଣଙ୍କୁ ବତେଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଠିକ୍ ଭାବରେ ବତେଇବି। ଜାଣିବା ପାଇଁ ଭିଡ଼ିଓଟିକୁ ପୁରା ଧ୍ୟାନ ସହିତ ଶେଷ ପର୍ଯ୍ୟନ୍ତ ଦେଖିବେ। ତା ପୂର୍ବରୁ ମୋର ଆପଣମାନଙ୍କୁ ଅନୁରୋଧ କି ଯଦି ଆପଣ ଆମ ଚ୍ୟାନେଲକୁ ନୂଆ ଆସିଛନ୍ତି, ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ। ଯାହାଦ୍ୱାରା ଆମେ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବୁ ସର୍ବପ୍ରଥମେ ଆପଣ ଦେଖିପାରିବେ ଆଉ ତା'ର ଲାଭ ପାଇପାରିବେ। ତେବେ ମନେ ରଖନ୍ତୁ, ଏହି ବଶୀକରଣ କରିବା ପୂର୍ବରୁ କିଛି ବିଶେଷ କଥା ଜାଣି ରଖନ୍ତୁ। ଯେମିତିକି ମନ୍ତ୍ର, ତନ୍ତ୍ର, ଯନ୍ତ୍ର, ବଶୀକରଣ ଇଏ ଏମିତି ସେମିତି କାମ କରେନି। ମନରେ ସମ୍ପୂର୍ଣ୍ଣ ବିଶ୍ୱାସ, ନିଷ୍ଠା ଆଉ ଏକାଗ୍ରତାର ସହିତ ଆପଣଙ୍କୁ ଏହି ବଶୀକରଣ କରିବାକୁ ପଡ଼ିବ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଆପଣ ଯେଉଁ ଝିଅ ବା ପଡ଼ିଶା ଘର ଭାଉଜ ଉପରେ ଏହି ବଶୀକରଣକୁ ପ୍ରୟୋଗ କରିବେ, ମାତ୍ର ଗୋଟିଏ ଥର ପ୍ରୟୋଗ କରିଦେବେ, ସିଏ ସେହି ସମୟଠାରୁ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ପାଗଳି ପରି ଆପଣଙ୍କୁ ଭଲ ପାଇବାକୁ ଲାଗିବ। ଆପଣଙ୍କ ପ୍ରେମରେ ଏମିତି ଦିବାନୀ ହେଇଯିବ କି ଆପଣଙ୍କୁ ନ ଦେଖି ଗୋଟେ ମୁହୂର୍ତ୍ତ ବି ରହିପାରିବନି। ଆଜ୍ଞା ହଁ, ଯେଉଁ ଝିଅ ଆପଣଙ୍କୁ ଭାव ଦେଉନଥିଲା, ସିଏ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଯେଉଁ ପଡ଼ିଶା ଘର ଭାଉଜକୁ ଆପଣ ଦିନରାତି ଭାବୁଛନ୍ତି, ସିଏ ନିଜେ ଫୋନ୍ କରିକି ଘରକୁ ଡାକିବ। ଯାହା ଚାହିଁବେ ତାହା କରିବ। କୌଣସି ପ୍ରକାର ବାଧା ଦେବ ନାହିଁ। ତେବେ ଏହି ବଶୀକରଣ
आपण किपरि करिबे केमिति करिबे एहार प्रयोग विधि कौन मु आपणको बतेइबी। ध्यान सहित शुणन्तु। मन रखन्तु एही वशीकरण करिबा पई आपणको केवल 2टा रसुण कुला आउ गोटिए छुंचीर आवश्यक। केवल 2टा रसुण कुला आउ गोटिए छुंचीर आवश्यक। एही 2टा जिनिष साहाय्य आपण से झियो बा विवाहिता नारी को निज बसरे करि परिबे, ताको पटेई परिबे। ठीक अछि। मन रखन्तु एही वशीकरण विधि को आपण केवल शुक्रवार दिन करिबे। विधिटी करिबा पूर्वरु भल भाबरे हाथ गोड़ मुह धोईकी सफा वस्त्र पिंधिकी आपण एही वशीकरण विधि को आरंभ करिबे। प्रथमे आपण कौन करिबे, जो 2टा रसुण कुला आनिचंती से 2टा रसुण कुलारू गोटिए रसुण कुलारे सेई झियो बा स्त्रीर नाम लिखिबे जहाको आपण निज बसरे करने को चाहूँगी। आउ गोटे रसुण कुलारे आपण निजर नाम लिखिबे। तापरे से 2टाक रसुण कुला को डाहाण हाथ में धरिबे, मुठेईकी धरिबे आउ 7 थर सेई झियो बा स्त्रीर नाम उच्चारण करिबे। तापरे से 2टाक रसुण कुलारे फुंकीदेबे। तापरे निजर नाम 7 थर उच्चारण करिबे। पुणी आपण से 2टाक रसुण कुलारे फुंकीदेबे। एतिकी करि सारिबा परे से 2टा रसुण कुला को एकाठी करिकी बाम हाथ में धरिबे आउ सेतिरे छुंची को फोड़ीदेबे। ध्यान रखिबे जेमिति 2टाक रसुण कुला छुंची मझिरे रहिबो। छुंची से 2टाक रसुण कुलारे भल भाबरे फोड़ी जिवो। एतिकी करि सारिबा परे आपण कोन करिबे, 1 ରୁ 2 मिनिट सेई झियो बा नारी को मने मने भाबिबे। तार मुह को निज मनरे भाबिबे। एमिति भाबिबे जेमिति सी आपणकर बसरे हेई जाइछि, आपणकर सबो इच्छा पूर्ण करूछि। एहीपरि आपण भाबी सारिबा परे कोन करिबे, से छुंची आउ रसुण को नेइकी सेहीपरि नेइकी कोनोसी एक फूल गछ मूलरे अल्प टिके माटी खोलिकी पोती देबे। ग्यारंटी देउछि एतिकी करिकी देखंतु, से झियो हेउ बा पड़िशा घर सुंदरी भाउज आपणक प्रेमरे दीवानी हेई जिवो। पागाली परी आपणको भल पाइबाकू लागिबो। धन्यवाद।